ପାଟିକୁ ଡେଇଁ ପଡ଼ିଲା ଜିଅନ୍ତା ମାଛ। ଆକ୍ୱାରିୟମ୍ ସଫା ବେଳେ ଅଘଟଣ। ବର୍ଷକର ପିଲା ତଣ୍ଟିରେ ଅଟକି ରହିଲା ମାଛ। ଅପରେସନ କରି ଜୀବନ ବଞ୍ଚାଇ ଦେଲେ ଡାକ୍ତର। ଖେଳ ହେଲା କାଳ। ମାଛ ସହ ଖେଳୁ ଖେଳୁ ପିଲା ପାଟିକୁ ଡେଇଁ ପଡ଼ିଲା ଜିଅନ୍ତା ମାଛ। ଆଉ ତାପରେ ଯାହା ହେଲା ତାହା ସମସ୍ତଙ୍କୁ ଚକିତ କରିଦେଲା। ଇନ୍ଦୋରର ଜଣକ ଘରେ ବଡ଼ ଭାଇ ଏବଂ ତାଙ୍କ ଭଉଣୀ ଆକ୍ୱାରିୟମ୍ ସଫା କରୁଥିବା ବେଳେ ଆକ୍ୱାରିୟମ୍ ଭିତରେ ଥିବା ମାଛମାନଙ୍କୁ ଜାଲରେ ବାନ୍ଧି ଗୋଟିଏ ଜାଗାରେ ରଖିଥିଲେ ଏବଂ ସେମାନେ ଆକ୍ୱାରିୟମ୍ ସଫା କରିବାରେ ଲାଗିଥିଲେ। ହେଲେ ଏହି ସମୟରେ ଏକ ଅଘଟଣ ଘଟିଗଲା। ସେମାନେ ଯେଉଁଠି ଆକ୍ୱାରିୟମ୍ ସଫା କରୁଥିଲେ ସେଠାରେ ସେମାନଙ୍କର ବର୍ଷକର ଭାଇ ଖେଳୁଥିଲା ଏବଂ ସେ ମାଛଙ୍କୁ ଦେଖି ହସୁଥିଲା। ମାତ୍ର ଠିକ୍ ସେତିକି ବେଳେ ଗୋଟେ ମାଛ ସିଧା ଡିଆ ମାରି ପିଲାର ପାଟିରେ ପଶିଗଲା। ପାଟିରେ ମାଛଟି ପଶିଯାଇ ତଣ୍ଟିରେ ଅଟକି ରହିବାରୁ ସେ ଛଟପଟ ହେଉଥିଲା, ଯାହା ଫଳରେ ପିଲାକୁ ଜୋରରେ କାଶ ହେଲା ଏବଂ ତଣ୍ଟିରୁ ପ୍ରବଳ ରକ୍ତସ୍ରାବ ହେଲା। ନିଶ୍ୱାସ ନେବାରେ ସମସ୍ୟା ହେବାରୁ ସଙ୍ଗେ ସଙ୍ଗେ ପରିବାର ଲୋକେ ପିଲାକୁ ହସ୍ପିଟାଲ ନେଇଯିବା ପରେ ସେଠାରେ ବିରଳ ଅପରେସନ କରି ମାଛକୁ ପିଲା ତଣ୍ଟିରୁ ବାହାର କରାଗଲା। ପ୍ରାୟ 3 ଇଞ୍ଚର ମାଛ ଛୁଆର ତଣ୍ଟିରେ ଅଟକି ରହିଥିବା ବେଳେ ଅପରେସନ ବେଳେ ମାଛଟି ଜୀବନ୍ତ ଥିଲା। ଠିକ୍ ସମୟରେ ଅପରେସନ କରାଯିବା କାରଣରୁ ପିଲାଟିର ଜୀବନ ବଞ୍ଚିଯାଇଛି। ତେବେ ଓଡ଼ିଶାରେ ମଧ୍ୟ ଗତ କିଛି ଦିନ ତଳେ କୋଉ ମାଛ ପାଟିରେ ପଶିଯିବାରୁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିଲା। ମୟୂରଭଞ୍ଜ ବାଙ୍ଗିରିପୋଷି ଦିଘି ଗାଁର ଜଣେ ଯୁବକ ପୋଖରୀରେ ମାଛ ଧରିବା ବେଳେ ପ୍ରଥମେ କୋଉ ମାଛକୁ ପାଟିରେ କାମୁଡ଼ି ଅନ୍ୟ ଏକ ମାଛ ଧରିବା ବେଳେ ଚଟକିନା କୋଉ ମାଛଟି ପାଟି ଭିତରକୁ ପଶି ଯାଇଥିଲା ଏବଂ ତଣ୍ଟିରୁ ନ ବାହାରିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ସମ୍ବାଦ ଡିଜିଟାଲ।